ବର୍ତ୍ତମାନ ଆମେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ହାତୀଗୋଜ ଗ୍ରାମ ପଞ୍ଚାୟତର ଭାଲଡୁଙ୍ଗରି ଗାଁ ଠାରେ ଉପସ୍ଥିତ ଅଛୁ। ଆମ ଗହଣରେ ଅଛନ୍ତି ହାତୀଖୋଜ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗଣ୍ଡାଲାଲ ଭୋଇ ମହୋଦୟ। ବର୍ତ୍ତମାନ ନର୍ଲା ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ନେତୃତ୍ୱକୁ ନେଇ ସମଗ୍ର ଭୋଟର୍ସ ମାନଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଆମର ପୂର୍ବତନ ସରପଞ୍ଚ ମହୋଦୟ ଏ ଉପରେ ତାଙ୍କର ପ୍ରତିକ୍ରିୟା କ'ଣ ରଖୁଛନ୍ତି ଆଗାମୀ ନିର୍ବାଚନକୁ ନେଇ ଆସନ୍ତୁ ପଚାରି ବୁଝିବା। ନମସ୍କାର। नमस्कार। ନିର୍ମଳ ଟିଭିକି ଆପଣଙ୍କୁ ସ୍ୱାଗତ ଜଣାଉଛେ। हम्म, ଆପଣ ବର୍ତ୍ତମାନ ଆଗାମୀ ଦିନରେ ଇଲେକ୍ସନ ଅଛେ ଆଉ ନର୍ଲା ନିର୍ବାଚନ ମଣ୍ଡଳୀର ଭୋଟର୍ସ ମାନଙ୍କର ଯୋଉ ପ୍ରତିକ୍ରିୟା ଅଛେ କି ସ୍ଥାନୀୟ ପ୍ରତିନିଧିତ୍ୱକୁ ନେଇକରି ଆପଣଙ୍କର ମତାମତ କାଣା ରହିଛି? मोर मतामत जे कौन पार्टी भी हो किंतु स्थानीय कैंडिडेट हेतु जदि स्थानीय कैंडिडेट नहीं हेबा ताहले आमे बाहर बुला लोग मन के भोट दे दी करी सब बुढ़ा हो गले नेता माने आमे भी बुढ़ा हो गनु से माने भी बुढ़ा हेले किंतु सब बेले से लोग एमएलए एमपी हे करी रहउछन स्थानीय लोग हमर किए भी सुविधा नहीं पाएबार एणु करी स्थानीय लोग भितरे सिलेक्शन करा जाऊ आरु ताके टिकट मध्य दिया जाऊ जदि नहीं करबे ताहले आमे के बहुत असुविधा होचे असुविधा के आमे मेंटेन करवार लगी जे आमे अन्य लोग के भोट देमु सेने आरु ई पुरना नेता मन के भोट नहीं दो। ଲୋକମାନଙ୍କ ଭିତରେ ଗୋଟେ ଚର୍ଚ୍ଚା ଚାଲିଛି ସାର୍ ଯେ ସ୍ଥାନୀୟ ନେତୃତ୍ୱ ଆଜି ଉଠିବାର କାରଣ ହେଉଛି ବାହାରୁ ଯେଉଁ ନେତାମାନେ ଆସିକରି ଏଠି ପ୍ରତିଦ୍ୱନ୍ଦିତ୍ୱ କରୁଛନ୍ତି ବିଜୟ ଲାଭ କରିକି ଯାଉଛନ୍ତି ସେମାନେ ଅଞ୍ଚଳ ପ୍ରତି ଅଣଦେଖା କରୁଛନ୍ତି ଏଟା କେତେ ଦୂର ଠିକ୍? एटा सत कथा अणदेखा करवार देखन आमर भूपेंद्र सिंह से इलेक्शन रे लड़ी थिले जीतिले भी बहुमत रे भी जीतिले किंतु आज पर्यंत तांकर पाहा नहीं पड़ला आमर ये अंचल रे सेथिर लगी आमे बहुत दुखी। ନିହାତି ଭାବରେ ଆଉ ଗୋଟେ କଥା ଅଞ୍ଚଳର ଯଦି ନେତୃତ୍ୱ ଆସନ କିଏ ଯଦି ଅଞ୍ଚଳରୁ ଯଦି ପ୍ରତିଦ୍ୱନ୍ଦିତ୍ୱ କରେ ତାହେଲେ ଅଞ୍ଚଳର ବିକାଶ ହେଇପାରିବ କି? हाँ निश्चय हवा जहाँ कले भी निजर अंचल लगी जे कौन सी लोग निजर अंचल पाए से इटा लगी पड़वा। ଆଉ ଗୋଟେ କଥା ଆଜ୍ଞା ଆମେ ଶୁଣିବାକୁ ପାଉଛୁ ଯେ ଯେହେତୁ ବାହାରୁ ଯେଉଁମାନେ ପ୍ରତିଦ୍ୱନ୍ଦିତ୍ୱ କରିକି ଯାଉଛନ୍ତି ବିଜୟ ଲାଭ କରିକି ଯାଉଛନ୍ତି ସେମାନେ ଅଞ୍ଚଳକୁ କେବଳ ଇଲେକ୍ସନ ଯୋଉ ନିର୍ବାଚନ ସମୟରେ ହିଁ ଭୋଟ ମାଗିବା ପାଇଁ ଆସନ୍ତି ଆଉ ବାକି ସମୟରେ ଅଞ୍ଚଳକୁ ଆସନ୍ତି ନାହିଁ ଯାହାଦ୍ୱାରା ଅଞ୍ଚଳବାସୀଙ୍କର ବହୁତ ଅସୁବିଧା ହେଉଛି ଯେଉଁମାନଙ୍କର ଗରିବ ଖଟିଖିଆ ମଜୁରିଆ ଯେଉଁମାନେ ଅଛନ୍ତି ତାଙ୍କର ଅସୁବିଧାର ଉପସ୍ଥାପନା କରିପାରୁନାହାନ୍ତି ଏହା କେତେ ଦୂର ଠିକ୍? से कथाटा संपूर्ण हिसाब रे सत्य कहीं जे आमर ये अंचल सरकार नीति रीति हिसाब रे आगे आसछि किंतु नेता माने किछि नहीं करी आमर बड़ बड़ नेता माने किछि नहीं करी सेथिर लगी से माने आर करबे बोली आमे आशा नहीं करबा सेति पई सेटा आमर भाबबाटा एतकी। ସିଧାସଳଖ ଭାବରେ ଆପଣ ଶୁଣୁଥିଲେ ଆମର ପୂର୍ବତନ ସରପଞ୍ଚ ହାତୀଖୋଜ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗଣ୍ଡାଲାଲ ଭୋଇଙ୍କ ତାଙ୍କର ବର୍ତ୍ତମାନ ତାଙ୍କର ବାର୍ଦ୍ଧକ୍ୟ ସେ ବହୁତ ଦୀର୍ଘ ଦିନ ଧରି ଏଇ ସମାଜ ସେବାରେ ଲିପ୍ତ ଅଛନ୍ତି ଏବଂ ଏଇ ହାତୀଖୋଜ ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଛନ୍ତି ତାଙ୍କର ମଧ୍ୟ ସେ ମାନେ ତାଙ୍କର ଅଭିଜ୍ଞତାରୁ ସେ ମଧ୍ୟ ବୁଝିପାରିଛନ୍ତି କି ଆଜି ସମଗ୍ର ନର୍ଲା ନିର୍ବାଚନ ମଣ୍ଡଳୀରେ ସମସ୍ତ ଭୋଟର ଯେଉଁ ସ୍ଥାନୀୟ ନେତାକୁ ଚୟନ କରିବା ପାଇଁ ନିର୍ଦ୍ଧାରିତ କରିଛନ୍ତି ତାଙ୍କର ମଧ୍ୟ ଏକମତ ଅଛି ଆଉ ସେ ମଧ୍ୟ ଚାହୁଁଛନ୍ତି କି ଅଞ୍ଚଳର ଯଦି କୌଣସି ନେତା ଯଦି ପ୍ରତିଦ୍ୱନ୍ଦିତ୍ୱ କରନ୍ତି ନିହାତି ଭାବରେ ଅଞ୍ଚଳର ବିକାଶ ହେବ ବୋଲି ତାଙ୍କର ଆଶା ଓ ବିଶ୍ୱାସ ରହିଛି। କଳାହାଣ୍ଡିରୁ ଷ୍ଟେଟ୍ କ୍ରାଇମ୍ ବ୍ୟୁରୋ ଚିଫ୍ କୃଷ୍ଣ ନାୟକଙ୍କ ରିପୋର୍ଟ ନିର୍ମଳ।